ଆଜ୍ଞା ନମସ୍କାର। ଆଜ୍ଞା ଇଲେକ୍ସନ ସରିଲା, ନିର୍ବାଚନ ସରିଲା ଆଉ ଫଳାଫଳ ଥିଲା। ଆଉ ସେପଟେ ଥାଲାପତି ବିଜୟ ହାସଲ କଲେ। ଏପଟେ ମମତା ଦିଦି ହାରିଲେ ଆଉ ଭାରତୀୟ ଜନତା ପାର୍ଟି ଜିତିଲେ। ଆଉ ସେଇ ଭାରତୀୟ ଜନତା ପାର୍ଟିକୁ ୱେଷ୍ଟ ବେଙ୍ଗଲରେ ଜିତିଥିବାରୁ ବହୁତ ବହୁତ ସ୍ୱାଗତ ଆଉ ସମ୍ବର୍ଦ୍ଧନା। ଆଜ୍ଞା ଏଠି ଭାରତୀୟ ଜନତା ପାର୍ଟି ଜିତିଲା, ଦିଦି ହାରିଲେ। କିନ୍ତୁ ସେଥିରେ ଆମର କିଛି ଜାୟାସ ନାହିଁ। କିନ୍ତୁ ଆମ ଓଡ଼ିଶାର ବିଜେପି ନେତା, ବିଜେପି କର୍ମୀ ଆଉ ଅନ୍ଧଭକ୍ତ, ଖାସ କରି ଅନ୍ଧଭକ୍ତ ମାନେ ଏବେ ଜୋରସୋରରେ ଚର୍ଚ୍ଚା କଲେଣି ବା ଚିତ୍କାର କଲେଣି କଣ ନା କଲିକତାରେ ଆମର ଭାରତୀୟ ଜନତା ପାର୍ଟି ଆସିଲା, ଆମ ସରକାର ଆସିଲା, ଆଳୁର ଚିନ୍ତା ଗଲା। ଯେହେତୁ ମମତା ଦିଦି ହାରିଗଲେ, ଭାରତୀୟ ଜନତା ପାର୍ଟି ଜିତିଲା, ତେଣୁକରି ଆଳୁ ପାଇଁ ଆମର ଆଉ ଟେନସନ କିଛି ନାହିଁ। କାହିଁକି ନା ତାଙ୍କ କହିବା ହିସାବରେ ଆଳୁ ତ ଆଜ୍ଞା ଆପଣ ଦେଖିଥିବେ ଏବେ ବର୍ତ୍ତମାନ ମାର୍କେଟରେ ଯଦି 100 ଟଙ୍କା ପକେଇବେ 10 ରୁ 12 କିଲୋ ମିଳିଯାଉଛି। ଆଉ ତାଙ୍କ କହିବା ହିସାବରେ ଏବେ ମମତାଜୀ ଯେହେତୁ ହାରିଛନ୍ତି, ଭାରତୀୟ ଜନତା ପାର୍ଟି ଯେହେତୁ ଜିତିଛି, ବର୍ତ୍ତମାନ ଆଳୁ ପ୍ୟାକେଟ ଗୋଟିଏ ପ୍ୟାକେଟ ସମସ୍ତଙ୍କ ଘରେ ଦିଆଯିବ। ଖାସ କରି ଆମ ମାନଙ୍କ ପାଇଁ ନୁହେଁ, ଜନସାଧାରଣ ମାନଙ୍କ ପାଇଁ ନୁହଁ। ସେଇଟା ଯିବ କାହା ପାଇଁ ନା ଭାରତୀୟ ଜନତା ପାର୍ଟିର ନେତା ମାନଙ୍କ ପାଇଁ, କର୍ମୀ ମାନଙ୍କ ପାଇଁ 2 ପ୍ୟାକେଟ ଆଳୁ ସେମାନେ ପହଞ୍ଚେଇବାର ବ୍ୟବସ୍ଥା କରିବେ। ଆଉ ଗୋଟିଏ କଥା ହେଲା, ଅନ୍ଧଭକ୍ତ ଏତିକି ବି ଜାଣିନାହାନ୍ତି, ଯୋଉ ଭାରତୀୟ ଜନତା ପାର୍ଟି ପାଇଁ ଏତେ ଗର୍ବ କରୁଛନ୍ତି, ଏତେ ମାନେ ଦିଦି ମାନେ ଦିଦି ହାରିଗଲେ ଭାରତୀୟ ଜନତା ପାର୍ଟି ଜିତିଗଲା ଯୋଉ ଚିତ୍କାର କରୁଛନ୍ତି, ସେମାନେ ଜାଣି ପାରୁନାହାନ୍ତି କି ଗଲା କାଲି ଠାରୁ କ୍ଷୀର ରେଟ୍ କେତେ ବଢିଛି ଆଉ ସିଧା ସମସ୍ତଙ୍କ ପକେଟରୁ କେତେ ଯାଇଛି। କ୍ଷୀର ରେଟ୍ କେତେ ବଢିଛି ଆଉ ଜନସାଧାରଣଙ୍କ ପକେଟରୁ କେତେ ଟଙ୍କା ଖର୍ଚ୍ଚ ହବ, କେତେ ଟଙ୍କା ଯାଉଛି ଆଉଛି, ସେଟା ଜାଣିନାହାନ୍ତି। ଆଉ ସେଟା କୋଉ ପଇସା? କ୍ଷୀର କାହିଁକି ବଢିଲା? ଏଇଥିପାଇଁ ବଢିଲା କି ଆମ ଓଡ଼ିଶାରୁ ଯୋଉ ସବୁ ବଡ ବଡ ନେତା ଯାଇଥିଲେ, ମୁଖ୍ୟମନ୍ତ୍ରୀ ଉପରେ ଯାଇଥିଲେ, ସେଇ ଯୋଉ ପଇସାଟି ଖର୍ଚ୍ଚ ହେଲା, ସେ ଟଙ୍କାଟା କୋଉଠୁ ଆସିବ? କଣ ଏବେ ସେଇ ଟଙ୍କାଟାକୁ କ୍ଷୀର ବାବଦରେ ଆପଣ ବହନ କରୁଛନ୍ତି। କୋଉମାନେ ବହନ କରୁଛନ୍ତି ନା ସାଧାରଣ ଜନତା। ଇଲେକ୍ସନ ଆସିବ, ଇଲେକ୍ସନ ଯିବ, କିନ୍ତୁ ଓଡ଼ିଶାରୁ ନେତା ଯିବେ, ପ୍ରଚାର ପ୍ରସାର କରିବେ, ସେଇ ପଇସା ଯୋଉ ଖର୍ଚ୍ଚ ହେଲା କିଏ ଦବ ନା ଓଡ଼ିଶାର ସାଧାରଣ ଲୋକମାନେ ଦେବେ, ଯାହାର ଫଳସ୍ୱରୂପ ଏବେ ରେଟ୍ ବଢେଇକି ସେମାନେ ଭଲ ଭାବରେ ଆଦାୟ କରିବେ। ତେଣୁକରି ଅନ୍ଧଭକ୍ତ କାନ ଦବ, ଧ୍ୟାନ ଦବ, ମନ ଦବ, କ୍ଷୀର କିଣିଲା ବେଳେ ଟିକେ ମୋ କଥା ନିହାତି ମନେ ପକେଇବ। କାହିଁକିନା କ୍ଷୀର କିଣିବ ତ କିଣିବ, ତା ସାଙ୍ଗକୁ ଚା ଟା ପିଇକି ଆସିବ। ମାର୍କେଟରେ ଯୋଉ ଓମଫେଡ ଷ୍ଟଲ ହଉ କି ବାହାରେ ଯୋଉ ଖୁଚୁରା ଦୋକାନୀ ଅଛି ବା ଯେତେ ଚା ଦୋକାନ ଅଛି, କାହିଁକିନା ବିଶ୍ୱଗୁରୁ ତ ଚା ଆଉ କରୁନାହାନ୍ତି, ଶସ୍ତା ହବାର ନାହିଁ। କାହିଁକିନା ବିଶ୍ୱଗୁରୁ ଜାଣିଛନ୍ତି, ମୁଁ ଯଦି ଚା କରିବି, ମୁଁ ଚା ର ରେଟ୍ ବଢେଇ ଦେଲେ ସମସ୍ତେ ମତେ ପାଟି କରିବେ। ତେଣୁକରି ମୁଁ ଚା ଦୋକାନ ବନ୍ଦ କରିଦଉଛି। ଅନ୍ୟମାନେ ଯୋଉ ଦେବେ, ମୁଁ କ୍ଷୀର ବଢେଇ ଦେଲେ ଚା ର ରେଟ୍ ଟା ଅଟୋମେଟିକ ବଢିଯିବ। ଆଉ ବୁଝିପାରିଲ ନା? ତେଣୁକରି ଅନ୍ଧଭକ୍ତ ତମେ କାନ ଦିଅ, ଧ୍ୟାନ ଦିଅ, ମନ ଦିଅ। ଆଳୁ ପାଇଁ ଯୋଉ ହାହାକାର ହଉନ, ଯୋଉ ଚିତ୍କାର କରୁନ ଆଳୁ ମାଗଣା ମିଳିଯିବ, କିଛି ମିଳିବାର ନାହିଁ। ତେଣୁକରି ୱେଟ୍ ଆଣ୍ଡ ୱାଚ୍। ଏବେ ତ କ୍ଷୀର ରେଟ୍ ବଢିଲା, ଆଗାମୀ ଦିନରେ ଆଉ କଣ କଣ ବଢୁଛି ଦେଖିବ। ହଁ, ଗ୍ୟାସ କଥା ମନେ ଅଛି ନା? କମର୍ସିଆଲ ଗ୍ୟାସ କେତେ ବଢିଛି ସେଟା ବି ମନେ ପକେଇବ। ବୁଝିପାରିଲ ନା? ରହୁଛି, ନମସ୍କାର, ଜୟ ଜଗନ୍ନାଥ।